କୁଳିପୋଷି ଜଙ୍ଗଲ କମିଟି ଚଳିତ ବର୍ଷ ବନ ମହୋତ୍ସବ ପାଳନ କରିଛି। 2025 ମସିହାର 76ତମ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳନ ଅବସରରେ ବାବା ବାରଖଣ୍ଡା ବନ ସୁରକ୍ଷା ସମିତି ଏବଂ କୁଳିପୋଷି ଜଙ୍ଗଲ କମିଟି ମିଳିତ ଭାବେ ବନ ମହୋତ୍ସବକୁ ପାଳନ କରିଛନ୍ତି। ଆଜକୁ ଦୀର୍ଘ 37 ବର୍ଷ ହେଲା ଗାଁର ଜଙ୍ଗଲ କମିଟି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛି। ଆସ ଆମେ ମିଳିମିଶି ଗଛ ଲଗାଇ ନୂଆ ଜଙ୍ଗଲ ଗଢ଼ିବା। ଏହି କଥାକୁ ଗାଁ ଲୋକମାନେ ବାବା ବାରଖଣ୍ଡା ବନ ସୁରକ୍ଷା ସମିତିର ସଭାପତି କୃଷ୍ଣଚନ୍ଦ୍ର ନାୟକ, କର୍ମୀ ମହାନ୍ତ, କୋଷାଧ୍ୟକ୍ଷ ପ୍ରଦୀପ ଭାଇ, ସୁଭାଷ ନାୟକ, ଚନ୍ଦ୍ର ଭାଇ ସମିତିର ଆନୁକୂଲ୍ୟରେ ପ୍ରତିବର୍ଷ 100ରୁ ଅଧିକ ନୂଆ ଚାରା ଗଛ ଲଗାଯାଉଛି, ଯାହା ଆଜି ମଧ୍ୟ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆମ ନିକଟରେ ବନ ବିଭାଗର ବନପାଳ ହରିଶ୍ଚନ୍ଦ୍ର ବେହେରା, ବନରକ୍ଷୀ ନରସିଂହ ଗାଗରାଇ, ଯାଜ୍ଞସେନୀ ମହାନ୍ତ, ବିଭାଗର ଅଧିକାରୀ ଦିଦି, ସବୁଜ ବାହିନୀ, ଜିଲ୍ଲା ପରିଷଦ ଜ୍ୟୋତ୍ସ୍ନାରାଣୀ ନାୟକ, ସହକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପିଲାମାନେ ମଧ୍ୟ ଆବାଳ ବୃଦ୍ଧ ବନିତା ଏହି ବନ ମହୋତ୍ସବରେ ଉତ୍ସାହ ସହିତ ସାମିଲ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ। ବାବା ବାରଖଣ୍ଡା ବନ ସୁରକ୍ଷା ସମିତି କୁଳିପୋଷି କରଞ୍ଜିଆ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦିଆହେଉଛି। ବ୍ୟୁରୋ ରିପୋର୍ଟ OTN TV।